हंड्रेड सकाଳେ ଆପଣ ସକାଳେ ଗେଟ୍ ଆଗରେ ପଚାରିବେ ଦର୍ଶକ ଯଦି କ'ଣ କହିବେ ଖରାପ ନାଟକ ତାହେଲେ ଆମେ ନାଟକ କାଲି ବନ୍ଦ କରିଦେବୁ। ଏଇଟା ଚ୍ୟାଲେଞ୍ଜ ଉପରେ ଏ ଚ୍ୟାଲେଞ୍ଜ ମୁଁ ଦେଇଦେବି ଦର୍ଶକ। ପ୍ରଥମେ ମୋର ମିଡ଼ିଆ ଭାଇମାନଙ୍କୁ ନମସ୍କାର। ମୁଁ ପ୍ରଥମେ ଦର୍ଶକ ହିସାବରେ ଆସୁଥିଲି ଖଣ୍ଡଗିରିକି, ବର୍ତ୍ତମାନ ମୁଁ ମାଲିକ ହିସାବରେ ଆସୁଛି। ଯାହା ଭଗବାନଙ୍କର ଆଶୀର୍ବାଦରୁ ଆଜି ମୁଁ ମାଲିକ ହିସାବରେ ଆଜି ମୁଁ ପଦାର୍ପଣ କରିଛି। ଯେ ମୁଁ କହିବା କଥା ସାର୍, ଯେତେବେଳେ ଆଜି ଯେଉଁ ରାଜ ଦରବାର ଗୋଟେ ଦର୍ଶକମାନଙ୍କ ପାଇଁ ଗୋଟେ ସୁନ୍ଦର ନାଟକ ରଖିଛି, ଯେଉଁଟାକି ନାଟକ ଅନେକ ସାରା ଓଡ଼ିଶାରେ କହିବାକୁ ଗଲେ 70% କଭରେଜ୍ କରିସାରିଲେଣି, କିନ୍ତୁ ନାଟକର ରିମର୍ ଭଲ ଅଛି, କିନ୍ତୁ ଏତେ ପ୍ରଚାର ପ୍ରସାର ନାହିଁ, କିନ୍ତୁ ନାଟକର ରିମର୍ ଭଲ ଅଛି ଯାହା ଦର୍ଶକଠୁ ଆମେ ମତାମତ ପାଇଛୁ। ସେ ନାଟକକୁ ନେଇ କ'ଣ କହିବେ? ନାଟକ ତ ବହୁତ ଉଚ୍ଚ କୋଟିର ହେଇଛି। ନାଟକ ନାଁଟା କ'ଣ କୁହନ୍ତୁ? ଆଖି ପଲକରେ ଖୋଜୁଛି ତତେ, ପ୍ରଦୀପ ବେହେରାଙ୍କର ନାଟକ ବହୁତ ଉଚ୍ଚ କୋଟିର। ଯେଉଁ ଜାଗାକୁ ଆମେ ଯାଉଛୁ ମିନିମମ୍ 3 ରାତି 4 ରାତି କରୁଛୁ। ସବୁଠି ଆମର ଦର୍ଶକମାନଙ୍କର ବହୁତ ଆଗ୍ରହ ସହକାରେ ଦେଖୁଛନ୍ତି, ଭଲ ଭଲ କମେଣ୍ଟ କରୁଛନ୍ତି ସେମାନେ। ଯେ ମାମାଙ୍କର ଗୋଟେ ଜବରଦସ୍ତ ରୋଲ୍ ଅଛି, ଯେଉଁଟାକି ମାନେ ଦର୍ଶକ ଉତ୍ତେଜିତ ଦେଇଛନ୍ତି। ସେ ସିନ୍ଟା କରିବା ବହୁତ କଷ୍ଟକର, ଆମେ ଯାହା ଭିଜୁଆଲ୍ ମାଧ୍ୟମରେ ଦେଖୁଥିଲୁ। ସେ ସିନ୍ଟାକୁ ଆପଣ କେମିତି କ'ଣ କେଉଁ ଦୃଷ୍ଟିରେ ଦେଖୁଛନ୍ତି? ସେ ଏକ ଭାଇ ଭଉଣୀର କାହାଣୀ, ଭାଇ ଭଉଣୀର କାହାଣୀ ହିସାବରେ ସେ ପ୍ରଥମେ ତା ଭଉଣୀକି ସେ ମର୍ଡ଼ର କରିଥିଲା। ତାପରେ ଯେତେବେଳେ ଜାଣିଲା ଯେ ଇଏ ବାପି ବାବୁ ଜାଣିଲେ ଇଏ ମୋ ନିଜ ଭଉଣୀ, ତାପରେ ସେଇ ତାର ପ୍ରତିଶୋଧ ନେଉଥିଲା। ତାପରେ ଲାଷ୍ଟକୁ ଇଏ ହେଲା ଆଉ। କହିବା କଥା, ଆପଣ ଏ ଯେଉଁ ଆମର ଅଛନ୍ତି ଲୋକପ୍ରିୟ କଳାକାରମାନେ 2026-27 ପାଇଁ ଏବେ ପ୍ରଯୋଜକ ଭିତରେ ଟଣାଓଟରା ଚାଲିଲାଣି କଳାକାରଙ୍କୁ ନେଇ, ଆପଣ ସେଇ ପ୍ରତିଯୋଗିତାରେ ନାହାନ୍ତି ତ? ନାଇଁ, ସବୁ ପ୍ରଯୋଜକ ରହୁଛନ୍ତି, ଆଉ ମୁଁ ରହିବି ନାଇଁ, କେମିତି ରହିବି ନା। ଆଉ ଯେ ଆପଣଙ୍କ ଅନୁଷ୍ଠାନରୁ କିଛି କଳାକାର ପଳେଇ ଯାଉଛନ୍ତି, ତାଙ୍କ ସବଷ୍ଟିଟ୍ୟୁଟ୍ରେ ଆପଣ କାହାକୁ ବୁକ୍ କରିଛନ୍ତି ଦର୍ଶକଙ୍କୁ କହିବେ ନା? ସେଟା ତ ଏଇନେ କହିହେବନି, ତାପରେ ଆମେ ଷ୍ଟାର୍ଟକାର୍ଡ଼ ଛାଡ଼ିଲେ ଜାଣିବେ ଆଉ। ସାର୍, ମେଲୋଡ଼ି ଉପରେ ଆପଣ ବେଶୀ ଷ୍ଟ୍ରେସ୍ ଦେଇଛନ୍ତି ନା ନାଟକ ଉପରେ ବେଶୀ ଷ୍ଟ୍ରେସ୍ ଦେଇଛନ୍ତି? ମୁଁ ବେଶୀ ନାଟକ ଉପରେ ଦେଇଛି, ମେଲୋଡ଼ି ଟିକେ କମ୍। ଆଜିକାଲି ମେଲୋଡ଼ି ଉପରେ ଲୋକ ବେଶୀ ଷ୍ଟ୍ରେସ୍ ଦେଉଛନ୍ତି, ଆଉ ଅଶ୍ଳୀଳ ନୃତ୍ୟକୁ ମଧ୍ୟ ଗୋଟେ ଆମର ଅଶ୍ଳୀଳ ନୃତ୍ୟ ପୁରା ବନ୍ଦ କରାହେଇଛି। ମେଲୋଡ଼ି ଯାହା ହେବା କଥା ହେଉଛି, ଭଲ କିଛି ହେଉଛି। ନାଟକ ଉପରେ ମୁଁ ବହୁତ ପ୍ରାଧାନ୍ୟ ଦେଇଛି। ଯେ ଦର୍ଶକ ଜାଣିବାକୁ ଚାହାନ୍ତି ସାର୍, ଆପଣ ପ୍ରଯୋଜକ ହେବା ପାଇଁ କାହିଁକି ମନ ବଳେଇଲେ? ମନରେ ଗୋଟେ ଆଶା ଥିଲା, ଗୋଟେ ଯାତ୍ରା ପାର୍ଟି ତିଆରି କରିବା ମୋର ମନରେ ପିଲାଦିନରୁ ଗୋଟେ ଥିଲା। ମୁଁ କଳା ପ୍ରତି ଟିକେ ମୋର ଇଏ ଥିଲା। ସମସ୍ତେ କୁହନ୍ତି, ବହୁତ ମାଲିକ କହୁଛନ୍ତି ଯେ ଯାତ୍ରା ପାର୍ଟିରେ ଲାଭ ନାହିଁ। ଆପଣ କ'ଣ ଲାଭ ପାଇଁ ଆସିଛନ୍ତି ନା କ'ଣ ପାଇଁ ଆସିଛନ୍ତି? ଲାଭଟା ନାହିଁ, ଗୋଟେ କରିଛୁ ଯେତେବେଳେ, ଆଉ କ'ଣ କରିବୁ? ଲାଭ ଯେତିକି ଲାଭ ଆଶା କଲେ ଲାଭ କ'ଣ କାହିଁ ମୁଁ ଜାଣିପାରୁନି। ଲାଭ କ'ଣ ଲସ୍ କ'ଣ, ଚାଲିଛି ଭଗବାନଙ୍କର ଆଶୀର୍ବାଦରୁ ଚାଲିଛି। ଆପଣ ଯେତେବେଳେ ଯାତ୍ରା ପାର୍ଟିକୁ ନେଇଥିଲେ, ତା ମାଲିକ ହେଇଥିଲେ, ସେତେବେଳକୁ ଜାଣିଥିଲେ ଯେ ଯାତ୍ରା ପାର୍ଟିରେ ଲାଭ ନାହିଁ ବୋଲି? ମୁଁ ଜାଣିଥିଲି ଲାଭ ନାହିଁ, କିନ୍ତୁ ଗୋଟେ ମନ ହେଲା କରିବା ପାଇଁ କଲି। ଆଉ ଦେଖିବା କ'ଣ ହେଉଛି ଆଗକୁ। ଏଇ ବର୍ଷର ମାଲିକ, ମୁଁ ଏତେ ଝଟ ତା ଭିତରେ ଜାଣିପାରୁନି ଲାଭ କି ଲସ୍। ଦୀର୍ଘ 2 ବର୍ଷ ପୂର୍ବେ ଜାଣିଦେବି। ଆପଣ ଠିକ୍ କଥା କହିଛନ୍ତି, ପ୍ରସ୍ତୁତି ଟିକେ କମିଯାଇଥିଲା, ତେଣୁ ମୁଁ ଚିନ୍ତା କଲି ଏ ବର୍ଷ କଲେ ମୁଁ ଲସ୍ ଖାଇଯିବି, ଆଉ ତାର ବର୍ଷ ପାଇଁ ଚିନ୍ତା କରି କଲି, ଆଉ ବର୍ଷ ରଖିଦେଲି। ଆଉ ଶୁଣାଯାଏ ଯେ କଳାକାରମାନେ ମାଲିକମାନଙ୍କୁ ଫସାଇ ଦିଅନ୍ତି, କମିଟମେଣ୍ଟ କରିକିନି କରନ୍ତିନି, କ'ଣ କହିବେ? ନା ନା, ଆମ କଳାକାର ମୋତେ କେହି ଫସାଇ ନାହାନ୍ତି। ଯାହା କମିଟମେଣ୍ଟ ସେମାନେ ଆସିକି ଯୋଗ ଦେଇଛନ୍ତି, ନା କେହି ମୋତେ କେହି ଫସାଇ ନାହାନ୍ତି। କେହି ମିଛ କହିବା କଳାକାର ଯାତ୍ରା ପାର୍ଟିର ଆଡ଼ଭର୍ଟାଇଜମେଣ୍ଟଟା ଯାତ୍ରା ପାର୍ଟିକୁ ଆଗକୁ ନିଏ, କ'ଣ କହିବେ? କାହାର ଆଡ଼ଭର୍ଟାଇଜଟା? ବହୁତ ଗୁଡ଼ିଏ ପାର୍ଟିରେ ଦେଖିବାକୁ ମିଳୁଛି ଯେ ଯାତ୍ରା ବିଷୟ ବେଶୀ ଭଲ ନ ହେଇଥିଲେ ମଧ୍ୟ କଳାକାରମାନେ ଆଡ଼ଭର୍ଟାଇଜମେଣ୍ଟ କରିକିନି ହିଁ ଯାତ୍ରା ପାର୍ଟିକୁ ଆଗକୁ ନେଇଯାଉଛନ୍ତି, ପ୍ରଚାର ପ୍ରସାର ମାଧ୍ୟମରେ। ଏଟା ଠିକ୍ କଥା। କଳାକାରମାନେ ତାଙ୍କର କ୍ରେଜ୍ ବଢ଼ାଇବା ପାଇଁ ପ୍ରଚାର ମାଧ୍ୟମରେ ଡିମାଣ୍ଡ ତାଙ୍କର ବଢ଼ିଯିବ, ତାଙ୍କର ଡିମାଣ୍ଡ ବଢ଼ାଇବା ପାଇଁ ବି କରୁଛନ୍ତି। ବହୁତ କଳାକାର ଅଛନ୍ତି, ତାଙ୍କୁ କରୁଛନ୍ତି। ସେମିତି ହେବା କଥା ନା ହେବା କଥା ନୁହେଁ? ତାଙ୍କ କ୍ରେଜ୍ ବଢ଼ାଇବା ପାଇଁ ଯାଇ କରୁଥିବେ। ସେଇଟା କ'ଣ ଯାତ୍ରା ପାର୍ଟି ମାଲିକମାନଙ୍କୁ କିଛି ଲାଭ ଦିଏନି କି? ହଁ, ମାଲିକ ଲାଭ ଦେଉନଥିବ, ମାଲିକ ଲାଭ ଦେବ ନା। ଆଉ
କଲେ ବି ତାଙ୍କର ଲାଭ ଅଛି, ମାଲିକର ବି ଲାଭ ଅଛି, ଲାଭ ନାହିଁ କାହିଁକି। ଯେତେବେଳେ ଏଇ ବର୍ଷ ମାନେ ବର୍ଷ ନ ହଉ ଖଣ୍ଡଗିରି କ୍ୟାମ୍ପ ପୂର୍ବରୁ କିଛି କଳାକାରଙ୍କୁ ଆଗୁଆ ବୁକ୍ କରିଦେଇଛନ୍ତି କିଛି ପ୍ରଯୋଜକ। ଆପଣଙ୍କ କାନରେ ଖବର ଥିବ, ଆମ ପାଖରେ ବି ସେ ଖବର ଅଛି, ଆମେ ଲୋକଲୋଚନକୁ ଆଣିବାକୁ ଚାହୁଁନୁ। ବହୁତ ବିବାଦ ହେଇଛି, ମାନେ କୋଣାର୍କ ଗଣନାଟ୍ୟର ହେଭିୱେଟ୍ କଳାକାରଙ୍କୁ ବି ଅଲଗା ଅନୁଷ୍ଠାନର ମାନେ ଭିତରିଆ ବୁକ୍ କରିଦେଇଛନ୍ତି। ଯେତେବେଳେ ପ୍ରଯୋଜକ ସଂଘ ହିସାବରେ ଆପଣ କ'ଣ ନିଷ୍ପତ୍ତି ନେଇଛନ୍ତି? କ'ଣ ପ୍ରଯୋଜକ ସଂଘ, ଏଇଟା ଆମ କଳାକାର ବି ଯାଉଛନ୍ତି, ଆମେ ବି ତାଙ୍କ କଳାକାର ଆଣୁଛୁ। ଏ ସଂଘର କିଛି ମୁଁ ବି କିଛି ଜାଣିପାରୁନି କ'ଣ, ଯେହେତୁ ଆମର ଯିଏ ସ୍ୱଭାବ ଅଛି ତାଙ୍କ ଟିମ୍ରୁ ବି ଲୋକ ହାତ ମାରୁଛନ୍ତି। ତେଣୁ ଆମେ କ'ଣ, ଆମେ ତ ନୂଆ ମାଲିକ, ଆମର ବି ନେଉଛନ୍ତି, ଆମେ ବି ତାଙ୍କର ଆଣୁଛୁ। ଇଏ ସେମିତି ଚାଲିଛି, ଚାଲିବ, ଏ ପରମ୍ପରା ରହିବ। ପ୍ରଯୋଜକ ମାନେ ଗୋଟେ ୟୁନିଟିରେ ଅଛନ୍ତି କି? ହଁ, ଅନ୍ୟ ବାବଦରେ ଅଛନ୍ତି, ନାହାନ୍ତି କାହିଁକି, ଅଛନ୍ତି। କିନ୍ତୁ ଜଣଙ୍କର ବେପାର କ୍ରେଜ୍ଟା ବଢ଼େଇବା ପାଇଁ ସେ ଚାହୁଁଛନ୍ତି ଏ କଳାକାରଟା ନେଲେ ମୋର ବେପାରଟା ହେବ। ଆପଣ କହିଲେ ଯେ ଅନ୍ୟ ବାବଦରେ ଅଛନ୍ତି, କେଉଁ ବାବଦରେ ଅଛନ୍ତି, କେଉଁ ବାବଦରେ ନାହାନ୍ତି? ଆମର କମିଟି ମାଧ୍ୟମରେ ଯିଏ ପଇସା ପତ୍ର କାଟୁଛନ୍ତି, ସେ ଆମେ ଆଲୋଚନା କରୁଛୁ। ଅଛି, କିଛିଟା ଅଛି, ନାହିଁ କାହିଁକି, ଅଛି। କିନ୍ତୁ ଏଇ କଳାକାର କିଣା ବାବଦରେ କାହିଁ ଥିଲା, ଫେର ହେଇଗଲା, ଥିଲା କିଛି ଦିନ ରହିଲା, ଆଜ୍ଞା, ତାପରେ ତାର ଯଦି ଆମେ ଦେଖିବା ପୀୟୁଷ ତ୍ରିପାଠୀଙ୍କ କଥା, ଗୋଟେ ବହୁତ ବଡ଼ କଣ୍ଟ୍ରୋଭର୍ସିରୁ ପୀୟୁଷ ତ୍ରିପାଠୀ ବାହାରିକି ଆସିଥିଲେ। ତାପରେ ଗୋଟେ ଡିସିସନ୍ ହେଇଥିଲା ଅଲଗା ଟାଇପ୍ର ଆମେ କରିବା ବୋଲି, ତାପରେ ମଧ୍ୟ ଜଣେ ପ୍ରଯୋଜକ ତାଙ୍କୁ ନେଇଗଲେ, କ'ଣ କହିବେ? ସିଏ ତ କୋର୍ଟରେ ତାଙ୍କର ମାମଲା ଚାଲିଛି, ସେ ବିଷୟରେ ଆମେ କ'ଣ କହିବୁ, କୋର୍ଟରେ ଚାଲିଛି। ନା, ମୁଁ ଚାହିଁନି, କାହିଁକି ମୁଁ ସେ ଭିତରକୁ ଯାଇନି, ମୁଁ ନୂଆ ମାଲିକ ହିସାବରେ ମୁଁ ଏଇନେ ଚାହିଁନି। ଆଗକୁ କ'ଣ ହେବ କହିପାରିବିନି। ଇଚ୍ଛା ହୁଏ? ଇଚ୍ଛା କାହିଁ ନ ହେବ, ଇଚ୍ଛା ଯଦି ତା ଦ୍ୱାରା ବେପାର ବଢ଼ିପାରୁଛି, ଇଚ୍ଛା କାହିଁ ନ ହେବ। ଆପଣଙ୍କ ହିସାବରେ କେଉଁ କେଉଁ କଳାକାର ଅଛନ୍ତି ଯେଉଁମାନଙ୍କୁ ଆଣିଲା ମାନେ ପାର୍ଟିର କ୍ରେଜ୍ ବଢ଼ିବ? ସବୁ କଳାକାର ଅଛନ୍ତି, ସବୁ ଠିକ୍ ଅଛି, ସମସ୍ତଙ୍କର କିଛି ନା କିଛି କିଛି ଅଛି, ସମସ୍ତଙ୍କର ଅଛି। ନାହିଁ କହିଲେ ଆମ ପାର୍ଟି ଚାଲିଛି କେମିତି? ବାପି ବାବୁର ନାହିଁ ଏବେ ଚାଲିଛି ନା ନାହିଁ? ଲୋକ ବି ବହୁତ ଜାଗାରେ କମିଟିକି ବାପି ବାବୁ ବି ଖୋଜୁଛନ୍ତି। ମୁଁ ଯେତିକି ବୁଲିଲି ନୂଆ ବେଳେ ମାମାକୁ ବି ଖୋଜୁଛନ୍ତି, ଅଛନ୍ତି ସବୁ। ଆପଣ କହିଲେ ଯେ ଆଗରୁ ଆପଣ ଅପେରା ଦେଖୁଥିଲେ, କେଉଁ ଅପେରା ଏମିତି ଆପଣଙ୍କ ଆଗକୁ ମାନେ ଇନ୍ସପାୟାର କରିଛି? କୋଣାର୍କ ଯେହେତୁ ମୁଁ ଦେଖେ, ସେଠି ବସି ଗୋଟେ ଚିନ୍ତା କଲି, ଗୋଟେ ଦେଖିବା ଗୋଟେ କ'ଣ କରିବା, ଏଇଆ ଆଉ। ଆମର କୋଣାର୍କ ଆମ ଗାଁ ପାଟି, ମୋ ସମୁଦ୍ର, ଆମ ବନ୍ଧୁ ସେ। କାହିଁ ତ କିଛି ହେଇନି, କିଛି ତ ହେଇନାହିଁ ନା କିଛି ହେଇନି। ପୂର୍ବରୁ ଗୋଟେ ଚିନ୍ତା କରନ୍ତି ପ୍ରଯୋଜକ ମାନେ ଏଇ କଳାକାର। ହଁ, ମତେ ବି ପ୍ରଯୋଜକ ମାନେ ଡରେଇଥିଲେ ଯେ ବାପି ବାବୁ ନେଉଛନ୍ତି, କାଳେ କ'ଣ ହେବ, ଇଏ ହେବ। କାହିଁ ତ ସିଏ ତ ଠିକ୍ ଜାଗାରେ ଅଛନ୍ତି, ଠିକ୍ ତାଙ୍କ ଡ୍ୟୁଟି, ଠିକ୍ ସବୁ। ଯୋଉଟା କହନ୍ତି ଉଚିତ ନ୍ୟାୟ କଥା କୁହନ୍ତି, କିଛି କରିଦିଅନ୍ତି। ହଁ, କିଛି କରିଦିଅନ୍ତି ମିଡ଼ିଆ ମାଧ୍ୟମରେ, କିଛି ହାଇଲାଇଟ୍ କରିଦିଅନ୍ତି। କିଛି ଅଛନ୍ତି ଯେଉଁମାନେ ତାକୁ ଅତି ରଞ୍ଜିତ କରିକି କଣ୍ଟ୍ରୋଭର୍ସି କରିଦିଅନ୍ତି। ଆପଣ ଖୁସି ଅଛନ୍ତି? ଖୁସି ଅଛି। ଯେତେବେଳେ ଖଣ୍ଡଗିରି ମହାସମର ଚାଲିଛି, ଆପଣ ଏ ଯୋଉ ଆଖି ଫଲକରେ ଖୋଜୁଛନ୍ତି, ଆକୁ ଅସ୍ତ୍ର କରିକି ଯାତ୍ରା ମଇଦାନକୁ ଓହ୍ଲେଇଛନ୍ତି, କେତେ ଦୂର ଦର୍ଶକଙ୍କୁ ସାଟିସ୍ଫ୍ୟାକ୍ସନ୍ ଦେବେ? 100 to 100% ଦେବି, ଚ୍ୟାଲେଞ୍ଜ। ଲୋକ 300 ଟଙ୍କା ଟିକେଟ୍ ଦେଇକି ଆସିବ, 100। ସକାଳେ ଆପଣ ସକାଳେ ଗେଟ୍ ଆଗରେ ପଚାରିବେ, ଦର୍ଶକ ଯଦି କ'ଣ କହିବେ ଖରାପ ନାଟକ, ତାହେଲେ ଆମେ ନାଟକ କାଲି ବନ୍ଦ କରିଦେବୁ। ଏଇଟା ଚ୍ୟାଲେଞ୍ଜ ଉପରେ, ଏ ଚ୍ୟାଲେଞ୍ଜ ମୁଁ ଦେଇଦେବି ଦର୍ଶକ। ଦେଖନ୍ତୁ ଥରେ ରିପୋର୍ଟ ବି ଆମେ ରଖିଥିଲୁ, ଧଉଳି ଗଣନାଟ୍ୟ କରିକି ଗଲା ଯୋଉ ନାଟକ, ମାନେ ବହୁତ ଲୋକଙ୍କର ରେସ୍ପଣ୍ଡ ଭଲ ଯେ ନାଇଁ ନାଟକ ଧଉଳି ଗଣନାଟ୍ୟର ନାଟକ କରୁଛି। ସେମିତି ଆପଣଙ୍କର କାଲି ସକାଳୁ ଇମେଜ ଆସିବ ଯେ 100% ଆସିବ। ଆଖି ପଲକରେ ଖୋଜୁତେ ନାଟକର 100% ଆସିବ। ଧନ୍ୟବାଦ ସାର୍, ଆମକୁ ସମୟ ଦେଇଥିଲେ। ଜୟ ଜଗନ୍ନାଥ।